ସେ କାରଣ ଆଜି ଯାଏ ପତ୍ରରେ ନାହିଁ। ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ ଶୁଭ ସକାଳ। ବୋଉ ମୋତେ କାଳେ କାମ ବତେଇବ ବୋଲି ମୁଁ ଆସିକି ଆଜି ମିଛିଡ଼ିଆରେ ବହିପତ୍ର ଖୋଲିକି ବସି ପଡ଼ିଛି। ବସିକି ଏଠି ନଡ଼ିଆ ଚୋବେଇବାରେ ବ୍ୟସ୍ତ। କେତେ ସମୟ ପାଠ ପଢ଼ିବି ଭାବିଲି ଯାଉଛି ଆଈ ଘର ଆଡ଼େ ଟିକେ ବୁଲିକି ପଳେଇ ଆସିବି ଆଈ ପାଖରୁ। ଆଈ କ'ଣ କରୁଛି, ଆଈ ଘର ଛାତ ଉପରେ ଏଠି କାମ ଚାଲିଛି, ସେଥିପାଇଁ ସବୁ ଜିନିଷପତ୍ର ଏଠି ଗଦିଆ ହେଇଛି ବାଲି ଗୋଡ଼ି। ଆଈ ତଳେ କ'ଣ କାମ କରୁଥିଲା, ମୁଁ ତାକୁ ଡାକି ଦେଇକି ଆସିଛି। ସେଇନା ଛାତ ଉପରକୁ ଆସିବ, ତାର ମୋର ଟିକେ କଥା ହେବୁ। ହ୍ୟାଲୋ ସାଙ୍ଗମାନେ, ମୁଁ ଆଜି ପହଞ୍ଚିଯାଇଛି ଆସିକି ମୋ ଆଈ ପାଖରେ। ଆଈ ପାଇଁ ଅଛି ମୋର ଅନେକ ପ୍ରଶ୍ନ, ଆଉ ତା ପ୍ରଶ୍ନର ଉତ୍ତର ମୋ ପାଇଁ ବି ଆପଣମାନଙ୍କ ପାଇଁ ଆମେ ଆସନ୍ତୁ ଶୁଣିବା। ଆଈ, ତୁ ହଉଛୁ ସେତେବେଳେ କାଳିଆ ଲୋକ ହେଲା। ତୁ ସେତେବେଳେ ପିଲାମାନଙ୍କୁ ଝିଅମାନଙ୍କୁ କେହି ପସନ୍ଦ କରନ୍ତିନି। ତମ ବାପା ମାଙ୍କର ତମେ 4ଟା ଝିଅ। ହଁ, 4 ଭଉଣୀ ଆମେ। 4 ଭଉଣୀ। ତେଣୁକରି ତୁ ଜନ୍ମ ହେଲା ପରେ ତୋ ବାପା ବୋଉଙ୍କର ରିଆକ୍ସନ କେମିତି ଥିଲା? ରିଆକ୍ସନ ଭଲ ଥିଲା। 4ଟା ଝିଅ ହେଲୁ ବୋଲି ତାଙ୍କ ମନରେ ଟିକେ ଦୁଃଖ ଆସିଲା। ଭାଇ ଗୋଟିଏ ଥିଲେ, ତାଙ୍କ ତଳେ ଆମେ 4ଟା ଭଉଣୀ। ଆଉ ସେଥିପାଇଁ ତାଙ୍କର ମନ ଦୁଃଖ ଥିଲା। ତଥାପି ସେ ତାଙ୍କ କର୍ତ୍ତବ୍ୟ, ବାବା ବି ସର୍ଭିସ କରିଥାନ୍ତି, ତାଙ୍କ କର୍ତ୍ତବ୍ୟ ସେ କରିଚାଲିଲେ। ଆଚ୍ଛା, ସେତେବେଳେ ଝିଅ ମାନେ ବାହା ହେଇଯିବେ ବୋଲି, ଘରେ ରହିବେନି ବୋଲି, ତାଙ୍କୁ ପାଠ ପଢେଇଲେ କଣ ଲାଭ ବୋଲି ପାଠ ପଢଉ ନଥିଲେ। ତେଣୁ ତମେ 4 ଭଉଣୀ ଥିଲ, ତେଣୁ ତମମାନଙ୍କୁ ତମ ଘରେ ପାଠ ପଢେଇଥିଲେ ନା ପଢେଇ ନଥିଲେ? ପଢେଇଥିଲେ, ସମସ୍ତଙ୍କୁ ପଢେଇଥିଲେ। ସମସ୍ତଙ୍କୁ ପାଠ ପଢେଇଥିଲେ। କୋଉ ଯାଏଁ ସବୁ ପାଠ ପଢେଇଥିଲେ? ମୁଁ ବଡ ଭଉଣୀ, ଭାଇ ବଡ, ତାପରେ ମତେ ବି 7ମ ପଢେଇଥିଲେ। 7ମ ଯାଏଁ ପାଠ ପଢେଇଥିଲେ? ହଁ। 7ମ ପାସ୍ ହେଇଥିଲି ନା ଫେଲ ହେଇଥିଲୁ? ପାସ୍ ହେଇଥିଲି, 2nd ଡିଭିଜନ ଆଣିଥିଲି। ହଁ। ଆଉ ତାପରେ ଆଉ ଆଗକୁ କଣ ପାଇଁ ପଢେଇଲେନି? ଆଗକୁ ଗ୍ରାମରେ ତ ସ୍କୁଲ ନଥିଲା, 7ମ ଯାକେ ଥିଲା। ଆଉ ଖଜୁରିଆକୁ ବାପା କହନ୍ତି ଯେ ଏତେ ଦୂରତାରେ କେମିତି ଯିବେ ଝିଅ ସାଇକେଲ କରିକିରି, ସେଥିପାଇଁ ଛାଡି ନଥିଲେ ଝିଅ ମାନଙ୍କୁ। ଆଚ୍ଛା, ଆମେ ସେତେବେଳେ ଶୁଣିଥିଲୁ ଯେ ଆଉ ଯୋଉମାନେ ପାଠ ବି ପଢୁଛନ୍ତି, ପାଠ ପଢା ଯେତେ ଯାଏଁ ପଢିଲେ ତା ସାଙ୍ଗେ ସାଙ୍ଗେ ତାଙ୍କୁ ବାହା କରିଦିଅନ୍ତି। ତେଣୁ ତମର ପାଠ ପଢା ସରିଲା ପରେ ତମକୁ କେତେ ପର୍ଯ୍ୟନ୍ତ ଘରେ ରଖିଥିଲେ, ଆଉ କୋଉ ସମୟରେ ବାହା କରେଇଲେ? ମୁଁ 70 ମସିହାରେ 7ମ ପାସ୍ କରିଗଲି। 1970 ମସିହାରେ? ହଁ। 71, 72, 73 ମସିହାରେ ବାବା ବିବାହ କରିଦେଲେ। ଆଚ୍ଛା, ତମର ଲଭ୍ ମ୍ୟାରେଜ ହେଇଥିଲା ନା ଆରେଞ୍ଜ ମ୍ୟାରେଜ ହେଇଥିଲା? ଆରେଞ୍ଜ ମ୍ୟାରେଜ ହେଇଥିଲା। ଆରେଞ୍ଜ ମ୍ୟାରେଜ ବେଳେ ତମକୁ ଅଜା ଦେଖିବା ପାଇଁକା ଯାଇଥିଲେ ନା? ନା, ଆମ ଅଜାଙ୍କ ଭାଇ 2 ଜଣ ଥିଲେ, ବଡ ଭାଇ ତାପରେ ମଝିଆ ଭାଇ, ସେମାନେ ବି ଯାଇଥିଲେ ଦେଖିବାକୁ। ତାହେଲେ ଅଜା ତମକୁ ଦେଖିନଥିଲେ? ନା, ମତେ ଦେଖିନାହାନ୍ତି। ଆଉ ତମେ ଅଜାଙ୍କ ଫଟୋ କି ଅଜାଙ୍କ ଆଗୁଆ ଦେଖିଲ ନା? ନା, ଆଉ ସେସବୁ କିଛି ଦେଖିନି ମୁଁ। ଆଉ କେମିତି ବାହା ହେବା ପାଇଁ ରାଜି ହେଲ କେମିତି? ବିବାହ ହେଲେ ବାପା ଦେଖିଲେ, ଆଉ ତାଙ୍କ ତରଫରୁ ତାଙ୍କ ଭାଇ 2 ଜଣ ଦେଖିଲେ, ତାଙ୍କର ପସନ୍ଦ ହେଲା, ଘର ଫ୍ୟାମିଲି ବି ପସନ୍ଦ ହେଲା, ଶିକ୍ଷିତ ପରିବାର, ବାବାଙ୍କର ବି ସର୍ଭିସ ଥିଲା, ତାଙ୍କର ଲୋଭ ରହିଲା ଏଇ ଝିଅଟିକି ଆମେ ବୋହୂ କରିକି ନବୁ। ଆଚ୍ଛା, ଆମ ବାବା ତ ଦେଖିଥିଲେ, ଆମେ ଆଉ କଣ ଦେଖିବୁ? ତମର ମନ ହେଲା ନା ନାଇଁ ଦେଖିବା ପାଇଁକା ଅଜାଙ୍କୁ? ଦେଖିବାକୁ ମନ ଥିଲେ, ସେତେବେଳେ ଯୁଗରେ ତ ନଥିଲା ଦେଖା ଦେଖି, ସେଥିପାଇଁ ଆମେ ଆଉ ଆଗ୍ରହ କଲୁନି। ଆଉ ବାପା ମା ଯୋଉଠି ଦେଉଛନ୍ତି ଦିଅନ୍ତୁ ପଛକେ। ଆଉ ଡିଜେ ଗାଡି ବଜେଇକି ଅଜା ଯାଇଥିଲେ ନା କେମିତି ଯାଇଥିଲେ ତମକୁ ଆଣିବା ପାଇଁ? ଡିଜେ ଗାଡି ନାହିଁ, ଏ କାଗଜ ଫୁଲ କଟା ହୁଏ, ହାଡି ବାଜା, ଆଉ ଏଇ ଯୋଉ ଡିଜେ ନଥିଲା ସେତେବେଳେ, ମହୁରୀ ଫୌରୀ, ବେନ୍ ପାର୍ଟି ବାଜା ଥିଲା। ସେଇ ବାଜା ବଜେଇକିରି ଆଉ ଫୁଲ ଝାଡୁ ଏମିତି କରିକିରି ଯାଇଥିଲେ। ଆଚ୍ଛା, ଆମେ କଣ ଶୁଣିଥିଲୁ ତମେ ଅଜା ତମକୁ ଛାତ କଣା କରିକି ଅନଉଥିଲେ ବୋଲିକା ଦେଖିବା ପାଇଁକା, ତମ ନାତି କହୁଥିଲେ। ଅଜା ଦେଖିବାକୁ ନେଇକିରି ମୁଁ ଭାବିଥିଲି ଯେ କେମିତିକା ଲୋକ, କଣ ଏମିତିକା ଭାବିଥିଲି ଟିକେ ଦେଖିବା ବୋଲିକା, କିନ୍ତୁ ହାତ ଗଣ୍ଠି ପଡିଲା ବେଳେ ଦେଖିଥିଲି କଲର ଟିକେ ସଫା ଅଛି, ଏତିକି। ତାଙ୍କୁ ପରିଷ୍କାର ମୁଁ ଦେଖିନଥିଲି। କୋଉଦିନ ପରିଷ୍କାର ଦେଖିଲ ଅଜାଙ୍କୁ? ଦେଖିଲି ଯୋଉ ଗେଷ୍ଟ ଭୋଜି କରିଲେ, ତାପରେ ଇଏ କରନ୍ତି। ଆଉ କଣ କାର ନେଇକି ଯାଇଥିଲେ ଆଣିବା ପାଇଁ ନା କିନେ ଆଣିଲେ ତମକୁ ସେଠୁ? କାର ନୁହଁ, ସିଏ ପାଲିଙ୍କିରେ ଯାଇଥିଲେ,
ଆମକୁ ସବାରିରେ ଆଣିଥିଲେ, ପାଲିଙ୍ଗି ସବାରିରେ ଏଠି, କିନ୍ତୁ ସବାରି ଆଗୁଆ ଯିବ, ପାଲିଙ୍ଗିଟା ପଛରେ ଉଠିବ। ମାନେ ସବାରି କଣ ପାଲିଙ୍ଗି କଣ? ପାଲିଙ୍ଗିରେ ସବାରିରେ ବୋହୂ ଆସିବ, ହଁ, ପାଲିଙ୍ଗିରେ ଯୋଉ ଜଇଁ ସିଏ ଆସିବେ। ଆଚ୍ଛା, ମାନେ ଆମେ ଯଦି ଦେଖିବା ତାହେଲେ ଗୋଟେ ପିଲାଟେ ଯଦି 10ମ ପଢୁଥିବ ସେଇ ସମୟରେ ତମକୁ ବାହା କରେଇ ଦେଇଛନ୍ତି। ହଁ, ଆଚ୍ଛା, ଠିକ ଅଛି। 1973 ମସିହାରେ ତମର ଯେତେବେଳେ ବାହାଘର ଠିକ ହେଇଗଲା, ତମକୁ ବାହା ହେବା ପାଇଁ ତମ ଘରେ କି ତମର ଟିକେ ଡର ନଥିଲା ମନରେ? ମନରେ ବହୁତ ଡର ଆସେ, କେମିତିକା କଣ କରିବି, ସାଙ୍ଗ ପିଲାମାନେ କେହି ବିଭା ହେଇନାହାନ୍ତି, କରିନାହାନ୍ତି, ବାବା କାହିଁ ଏତେ ଶୀଘ୍ର ବିବାହ କରୁଛନ୍ତି, ବହୁତ ଡର ଆସେ। ଘରେ ବି, ଆମ ଘରେ ବି ଗଡ଼ରୋଡ଼ଙ୍କ ଫାଇଲିଆରେ ଗାଁ ବୁଲିକା ସେତେବେଳେ ବି ମନା କରୁଥିଲେ। କୋଉ ଗାଁ ବୋଲି? ଗଡ଼ରୋଡ଼ଙ୍କ ହଁ, ଫାଇଲେରିଆ ଗାଁ ସେତେବେଳେ ପ୍ରସିଦ୍ଧ। ଓହୋ, ଗଡ଼ୋଢଙ୍ଗରେ ତାହେଲେ ସେତେବେଳେ ଅଧିକ ଫାଇଲେରିଆ ଥିଲା ବୋଲି ଫାଇଲେରିଆ ଗାଁ କହୁଥିଲେ ତାହେଲେ। କହୁଥିଲି। ସେଇଠୁ ଔଷଧ ପତ୍ର ନଥିଲା, କିଛି ସୁବିଧା ନଥିଲା, ଏମିତିକା ପୁଣି ଘରେ ସମ୍ମତ ହେଲେ ବିବାହ ହେଲା। ଆଉ ବହୁତ ଡର ଥାଏ। ବାହାଘର ତମର ଠିକ ହେଇଗଲା, ସେତେବେଳେ ତମକୁ କଣ ସବୁ ଶିଖେଇଲେ? ମାନେ ଶାଶୁଘରକୁ ଆସିବା ପୂର୍ବରୁ କଣ ଘରେ ସବୁ କହିଲେ, କଣ ଶିଖେଇଲେ? ଝିଅମାନେ ବିବାହ ହେଇଗଲେ ଆଗେ କାନ୍ଦଣା ଶିଖେଇବେ। ଝିଅମାନେ ବିବାହ ହେଲେ କାନ୍ଦଣା ଶିଖେଇବେ। କାନ୍ଦଣା କେମିତି ମନ ରହିବନି ତ ଲେଖିକିରି ଦେଲେ, ଲେଖିକିରି ଦବା ପରେ ତାକୁ ସବୁ ମୁଖସ୍ଥ କରିକିରି ମୁଁ ଘୋଷିଲି। ଆଉ ରାତିରେ ଦିନରେ ସବୁବେଳେ ଘୋଷିଲି, ଆଉ ଘୋଷି ଘୋଷିକିରି ସେଠୁ ମନ ରଖିଲା। ଆଚ୍ଛା, ଏବେ ସେ ଯୋଉ କାନ୍ଦଣାଟା ଘୋଷି ମନେ ରଖିଥିଲା, ଏବେ ଟିକେ ମନ ଅଛି ନା ନାଇଁ? ହଁ, ଏବେ ପୁରୁଣା କାଳିଆ ହେଇଗଲାଣି ତ, ଆଉ ଟିକେ ଟିକେ ମନ ଅଛି। ଆଉ ହଉ, ଟିକେ ଶୁଣେଇ ଦିଅନ୍ତୁ, ଆମ ଦର୍ଶକ ବନ୍ଧୁ ସମସ୍ତେ ଶୁଣିବେ। ହଉ, ଦର୍ଶକ ବନ୍ଧୁ ଆପଣ ମାନେ ଶୁଣନ୍ତୁ ମୋର ପୁରାତନର କାର୍ଯ୍ୟକଳାପ କାନ୍ଦଣା ଆଲବଜି। ବଡ ବାପା ତ ଆଗେ ମାଳି ଟେକିଥିଲେ, ତାଙ୍କୁ ଧରିକିରି ଆଗେ କାନ୍ଦିଲି। ନିର୍ମାଲ କଥଲି ତମ୍ବା ତୁଳସୀ ଏ ମୋ ବଡ ବାପା, ତାକୁ ଛୁଇଁ କରି ନିୟମ କଲ ହେ ମୋ ବଡ ବାପା, ଜାଣିଲି ମୋ ପ୍ରତି ନିଷ୍ଠୁର ହେଲ ହେ ମୋ ବଡ ବାପା, ଆଖିକୁ ତଲୁହ ଛାତିକି ପଥର କରି ଦେଇ ଆସିଲ ହେ ମୋ ବଡ ବାପା, ତୁମ ତରଳ ହୃଦୟ ସରଳ ମନ ଏ ମୋ ବଡ ବାପା, ଜାଣିଲି ମୋ ପ୍ରତି ନିଷ୍ଠୁର ହେଲ ହେ ମୋ ବଡ ବାପା, ଦାଣ୍ଡ ଦୁଆରର ପାହାଚ ଉଠିଲେ ଝିଅ ବୋଲି ଡାକ ଆଗୋଡା କରାଏ ମୋ ବଡ ବାପା, ଏବେ ଝିଅ ବୋଲି ଡାକ ଲୁପ୍ତ ପାଇବ ମୋ ବଡ ବାପା, ସରିଗଲା ମୋର ଶଲ୍ୟ ଲୀଳା ମୋ ବଡ ବାପା, ଗାଧୁ ସମୁଦ୍ରେ ବୁଡିଲା ବେଳା ମୋ ବଡ ବାପା, ଆଜି ଠାରୁ ଏବେ ଝିଅ ବୋଲି ଡାକର ସ୍ନେହ ତୁଟିଲା ମୋ ବଡ ବାପା, ଅଲିଅଳେ ବଢାଇଥିଲୁ ମୋ ବୋଉ ମୋର ଚାଷ ଘର ଛାଡ଼ିବୁ ବୋଲିଲ ଆମ ବୋଉ ମୋର ବିବାହୁତ କାଳ ତ ଜ୍ଞାନ ବେଳ ଆମ ବୋଉ ମୋର ତୁଡ଼ି ସାରେ ଶଙ୍କି ଯିବି ବାରି ଦେଇଥାନ୍ତୁଲ ଆମ ବୋଉ ମୋର, ତ ମନରେ ଯଦି ଏଇଆ ଥିଲା ମୋ ବୋଉ ମୋର, ଏତେ ଆଦର ସ୍ନେହରେ କାହିଁ ବଢାଉଥିଲୁ ମୋ ବୋଉ ମୋର, ପରାଗର ନୁହେଁ ସେ ଯୋଉ ଶାଳ ମୋ ବୋଉ ମୋର,
ସୀତାଙ୍କ ଘୋଷଣ ଗୌରବନରେ ଆଇ ଟିକେ ହସିଲ ତମେ। ଏଇ ଯୋଉ ହସୁ ହସୁ ଯୋଉ ଆଗା ଆଡୁ ଯୋଉ ଦୁଇଟି ଦାନ୍ତ ତମର ନାହିଁ ଇଏ କୁଆଡେ ଗଲା? ଅଜା ଆଉ ମୁଥ ମାରିକି ଝଡେଇ ଦେଇନାହାନ୍ତି ତ? ନା 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 ସେମିତି କୁହନି, ଅଜା ଭାରି ଭଲ। ଆଉ ଅଜା ସିନା ଟିକେ ଟିଙ୍କା, ନହେଲେ ତାଙ୍କ ହୃଦୟରେ ମୋ ପ୍ରତି ଭାରି ଭଲ। ବାହାଘର ପରେ ଅଜା ତ ଚାକିରି କରୁଥିଲେ, ବାହାରେ ରହୁଥିଲେ ହେଲା। ତମେ ଯଦି ତାଙ୍କୁ କଣ ଗୋଟେ ଖବର ଦବାର ଥିବ, ସେତେବେଳେ ତ ଫୋନ ନଥିଲା, କେମିତି କଣ ଚିଠି ଲେଖୁଥିଲ ନା କଣ କେମିତି କଣ କରୁଥିଲ? ନାଇଁ ସେତେବେଳେ ଫୋନ ଫାନ କିଛି ନଥିଲା, କିନ୍ତୁ ଥିଲା ଡାକରେ ଲଫପା ପୋଷ୍ଟ କାର୍ଡ ଆଉ ଲେଟର ଥାଏ। କିନ୍ତୁ ପୋଷ୍ଟ କାର୍ଡ ତ ଚିଠି ଦିଆ ହେଇପାରିବନି, ନିଜ ସ୍ୱାମୀ ସ୍ତ୍ରୀ ଭିତର କଥା, ଦୁଃଖ ସୁଖ ସଂସାର। କିନ୍ତୁ ସେଥିପାଇଁ ଲେଟର ନହେଲେ ଲଫପାରେ ଚିଠି ଲେଖିକି ଦିଏ। ସିଏ ବି ଲେଖନ୍ତି ସ୍ନେହର ଇଏ ବୋଲି ଲେଖିକି ଦିଅନ୍ତି। ମୁଁ ବି ଲେଖେଇ ପରମ ହୃଦୟର ଦେବତା ଏମିତି ଲେଖିକି ଦିଏ। ତାପରେ ବି ସେ ବିଷୟବସ୍ତୁ ଯାହା କିଛି ଲେଖା, ତାପରେ ଗୋଟେ ତାଙ୍କର ଯୋଉ ଚିଠି ଲେଖାଟା ମୋ ହୃଦୟକୁ ବହୁତ ଆଚମ୍ବିତ କରେ। ମୁଁ ସେଥିପାଇଁ ଚିଠିଟିଏ ଲେଖେଇଯାଏ, କିନ୍ତୁ ନ ଜାଣିଲା ପରି ଚିଠିଟି ଲେଖେ। କାରଣ ଗୋଟେ ଗୀତ ଲେଖିକି ଦିଏ। ଆବାଲ୍ୟ ମୂରୁଖ ମୃଢ ନ ଜାଣି କିଛି, ବହୁଦିନ ପରେ ଆଜି ପତ୍ରଟି ଲେଖୁଛି କିନ୍ତୁ ମସ୍ତକ ଗୁରୁଛି। ଭାବିବା ପଦ ଆଶଙ୍କା ହୃଦୟ ଥରୁଛି, ସେ କାରଣ ଆଜି ଯାଏ ପତ୍ର ଦେଇ ନାହିଁ। ଭାବୁଥିବ ଅନ୍ୟ ନୁହେଁ କିଛି, ପତ୍ରଟି ଲେଖିବି ପ୍ରାଣ ତୁମ୍ଭ ପାଶେ ଅଛି। ନୟନ ଜଳରେ ପତ୍ର ଧୃତ ହେଉଅଛି, ନୟନ ଜଳରେ ପତ୍ର ଧୃତ ହେଉଅଛି। ପାଇଛି ପତ୍ର ଖଣ୍ଡିକ ଅମୃତ ମିଶ୍ରିତ, ପାଠ କରିଏ ନୟନ ନୀରବ ହେଗତ। ଏବେ ମରୁଅଛି ଝୁରି ଜନ୍ମନ୍ତ ହସ୍ତେ ରତ୍ନ ମୋଟି ଯେଉଁ ପରି। ରତ୍ନ ବୋଲି ଶୁଣେ କିନ୍ତୁ ନେତ୍ରେ ଦେଖେ ନାହିଁ, ଏବେ ଯେ ସେହି ପ୍ରକାର ଏତେ ସ୍ନେହ ପତ୍ରରେ କି ଦେବି ଉତ୍ତର। ଭୁଲ ଥିଲା କ୍ଷମା ସ୍ନେହ ଗୁଣ ଦେବ, ବିରକ୍ତ ହୋଇବ ନାହିଁ। ଏତେ ତମକୁ କୋଉ ସମୟରେ ଲାଗିଲା ଅଜା ତମକୁ ଅଧିକ ଭଲ ପାଉଛନ୍ତି, ଅଧିକ ସ୍ନେହ ଆଦର କରିଛନ୍ତି? ଅଜା ସବୁବେଳେ ଅଜାଙ୍କ କାମ କରନ୍ତି, ଡ୍ୟୁଟି କରନ୍ତି, ମୁଁ ମୋ କାମ କରେ, କେହି କାହା ପାଇଁ ଫରକ ନଥାଏ। କିନ୍ତୁ ମତେ ଯେତେବେଳେ ରୋଗଗ୍ରସ୍ତ ହେଇଗଲା, ମୋର ହାତଟା ଜଳଖିଆ ଭାଜୁଥିଲି, ମୁଢି ଭାଜୁଥିଲି, ପେନ୍ ହେଲା ମୋ ହାତ, ଛୋଟ ଛୋଟ ପିଲା ହେଇଥିଲେ ମୋର, କିନ୍ତୁ ସେଇଟା ମେଡିକାଲ ନେଇ ଏମିତି ହାତ ହେଲା ଯେ ମୁଁ ଖାଇପାଇଲିନି। ନ ଖାଇ ପାରିବାରେ ସିଏ ନିଜେ ରୋଷେଇ କରିବେ, ନିଜେ ଖାଇବାକୁ ଦେବେ, ବି ମତେ ଖୁଆଇ ଦେବେ, ମୋ ବାସନ କୁସନ ବି ଗୋଟେଇ ଦେବେ, ମୋ ପାଇଁ ବି ସେଜ ପଟି ଯାହା ଯେମିତି ପାରିଦେବେ। ଆଉ ଯାହା ଯେମିତି ଗୋଟେ ଭଲ ଜିନିଷ ହେଇଥିବ, ଭିଟାମିନ ଜିନିଷ, ଫଳ ଫୁଲୁରି, ସେଇ ସମୟରେ ମତେ ସବୁ ଆଣିକିରି ଦିଅନ୍ତି। ମୁଁ ସେଇଠୁ ଜାଣିଲି ଯେ ଆଙ୍କର ମମତା ଟା କେତେ ବୋଲିକା। ମୁଁ ଆଗରୁ ପରିଶ୍ରମ କରେ, ଖାଏ, ପିଏ, ଯାହା କରେ, କିନ୍ତୁ ଏମିତିକା ଜାଣିନଥିଲି ତାଙ୍କ ହୃଦୟରେ ଏତେ ଭଲ ପାଇବା ଥିଲା ବୋଲିକା। ସେଇଠୁ ମୁଁ ଅନୁତାପ କଲି। ମୁଁ କହିଲି ନାଇଁ, ଠାକୁରଙ୍କର ଆମର ଆଶୀର୍ବାଦ ଅଛି, ତାଙ୍କ ହୃଦୟରେ ଭଲ ପାଇବା ଅଛି, କିନ୍ତୁ ଦେଖାଣିଆ ଭଲ ପାଇବା ସେ କେତେବେଳେ କରିନଥିଲେ। ଏବେ ତମ ପାଖେ ତମ ଠାକୁରେ ନାହାନ୍ତି, ତାଙ୍କ ପାଇଁକା ତମର କଣ ଅନୁଭବ ଅଛି ତମେ କୁହ? ଅନୁଭବ ଆଉ କଣ କହିବି ଲୋ ମା, ଅନୁଭବ ତ ସବୁ ସରିଗଲା, ଆଉ କଣ ଅଛି। ଆଉ ଦାନ୍ତ ଥିଲା ବେଳେ ନଡିଆ ଟା ଖାଇଲେ କେମିତିକା, ବର୍ତ୍ତମାନ ଏଇନା ଦାନ୍ତ ଝଡ଼ିଯିବା ପରେ ନଡିଆ ଟା ଖାଇଲେ କଣ ସେମିତିକା ଲାଗିବ କି? ସେମିତିକା ଠାକୁର ଥିଲା ବେଳେ କେମିତି ସ୍ନେହ, ଡୋରି, ଭଲ ମନ୍ଦ ସେସବୁ ମତେ କିଛି ଜଣା ପଡୁନି। ବର୍ତ୍ତମାନ ଏବେ ସେ ଚାଲିଯିବା ପରେ ତାଙ୍କ ସ୍ମୃତି ସବୁ ଏ ହୃଦୟରେ, ସବୁ ମନ ଭିତରେ ଜାତ ହଉଛି, ସବୁ କଥା ମନେ ପଡୁଛି, ମନେ ମନେ ଥରେ ଥରେ ବି କୋହ ଆସୁଛି।
ଟିଙ୍କା ସିନା କିନ୍ତୁ ତାଙ୍କ ହୃଦୟରେ ଏତେ ମମତା ଥାଏ, ସେଗୁଡାକ ଏଇନା ସବୁ ଭାବିକିରି କାନ୍ଦୁଛି। କିନ୍ତୁ ସେ ତ ନାହାନ୍ତି ଆଉ, କିନ୍ତୁ ତାଙ୍କ ସ୍ମୃତିଟା ମୋ ପାଇଁ ରଖିଦେଇକିରି ଯାଇଛନ୍ତି। ସେତେବେଳେ ସିନା ମନ ପକାଏନି, ଏଇନା ସବୁବେଳେ ମନେ ପଡୁଛି। ଦୁଃଖ ଲାଗୁଛି, କଷ୍ଟ ଲାଗୁଛି, ମନକୁ ମନ ଧୈର୍ଯ୍ୟ ଦେଇକିରି ରହୁଛି। ଆଉ କଣ କରିବା, ଠାକୁର ତ ସମସ୍ତଙ୍କ ପାଇଁ ସେଇ ଖିଲାଲିଲା ଲଗେଇଛନ୍ତି, ମୋ ପାଇଁ ବି ଠାକୁର ଲଗେଇଛନ୍ତି। ଆଉ ଠାକୁର ଏତିକି କହନ୍ତୁ, ସିଏ ଚାଲିଗଲା କିନ୍ତୁ ମତେ କିନ୍ତୁ ସୁଖରେ ଦୁଃଖରେ ସାହା ହେଇକିରି କିନ୍ତୁ ଠାକୁର ମତେ ନେଇଯା। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିହାତି ଭାବରେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଆଣ୍ଡ ସେୟାର କରି ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।